ଭାଇ ଦୂଜ୍ ବା ଭାତୃଦ୍ୱିତୀୟା। ଓଡ଼ିଶାରେ ଭଉଣୀମାନେ ଅନ୍ୟ ଏକ ପର୍ବ ଭାଇଜିଉନ୍ତିଆ ବା ଭାତୃଦ୍ୱିତୀୟା ମଧ୍ୟ ପାଳନ କରନ୍ତି। ଏହି ପର୍ବ ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ। ଓଡ଼ିଶାରେ ଭାଇଦୂଜ୍କୁ ଭାଇଜିଉନ୍ତିଆ ବା ଭାତୃଦ୍ୱିତୀୟା ଭାବରେ ପାଳନ କରାଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ପର୍ବର କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ନିମ୍ନରେ ବର୍ଣ୍ଣନା କରାଯାଇଅଛି। ପାଳନର ପଦ୍ଧତି ଉପବାସ। ଏହି ଦିନ ଭଉଣୀମାନେ ନିଜ ଭାଇର ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଦୀର୍ଘାୟୁ ପାଇଁ ନିର୍ଜଳା ଉପବାସ କରିଥାନ୍ତି। ପୂଜା। ଭଉଣୀମାନେ ମା ଦୁର୍ଗାଙ୍କୁ ପୂଜା କରନ୍ତି। ପୂଜା କରିବା ପାଇଁ 108 ଦୁବଘାସ ଏବଂ ଅରୁଆ ଚାଉଳ ବ୍ୟବହାର କରାଯାଏ। ଜିଉନ୍ତିଆ ସୂତା। ପୂଜା ପରେ ଭଉଣୀମାନେ ଭାଇମାନଙ୍କ ହାତରେ ଏକ ପବିତ୍ର ସୂତା ବାନ୍ଧନ୍ତି, ଯାହାକୁ ଜିଉନ୍ତିଆ କୁହାଯାଏ। ତିଳକ। ଏହି ପର୍ବରେ ଭଉଣୀ ନିଜ ଭାଇର କପାଳରେ ତିଳକ ଲଗାଇ ତାଙ୍କୁ ଲମ୍ବା ଜୀବନ ପାଇଁ ଆଶୀର୍ବାଦ କରେ। ଆମନ୍ତ୍ରଣ। ପର୍ବ ପୂର୍ବରୁ ଭାଇ ନିଜ ବିବାହିତ ଭଉଣୀମାନଙ୍କୁ ପିତ୍ରାଳୟକୁ ନିମନ୍ତ୍ରଣ କରେ। ଏହି ପର୍ବ ବିବାହିତ ମହିଳାମାନଙ୍କ ପାଇଁ ସେମାନଙ୍କ ବାପଘରକୁ ଆସିବା ପାଇଁ ଏକ ସୁନ୍ଦର ସୁଯୋଗ ଦେଇଥାଏ। ଉପବାସ ଭାଙ୍ଗିବା। ପୂଜା ଏବଂ ସମସ୍ତ ବିଧି ପରେ ଭଉଣୀମାନେ ଫଳ ଖାଇ ଉପବାସ ଭାଙ୍ଗନ୍ତି। ଗୁରୁତ୍ୱ। ଭାଇ ଭଉଣୀର ସମ୍ପର୍କ ଏହି ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ ଓ ସ୍ନେହ ଏବଂ ସମ୍ପର୍କକୁ ପାଳନ କରେ। ବିଶ୍ୱାସ। ଏହା ଭଉଣୀର ଭାଇ ପ୍ରତି ଥିବା ନିଃସ୍ୱାର୍ଥପର ଭଲ ପାଇବା ଏବଂ ବିଶ୍ୱାସକୁ ଦର୍ଶାଇଥାଏ। ଅନ୍ୟାନ୍ୟ ଅର୍ଥ। ସମୟ। ଏହି ପର୍ବ ସାଧାରଣତଃ ଦୁର୍ଗା ପୂଜା ସମୟରେ ପଡ଼ିଥାଏ, ବିଶେଷ କରି ଆଶ୍ୱିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପଡ଼େ। ପ୍ରାଦେଶିକତା। ଏହି ମୁଖ୍ୟ ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ବେଶ୍ ଲୋକପ୍ରିୟ। ଏହି ପର୍ବ ସମୟରେ ବିଭିନ୍ନ ସ୍ଥାନରେ ଡାଲଖାଇ ନୃତ୍ୟର ଆୟୋଜନ କରାଯାଏ। ଭାଇ ଭଉଣୀର ସମ୍ପର୍କ। ଏହି ପର୍ବ ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ଯତ୍ନ ଏବଂ ସୁରକ୍ଷାର ପ୍ରତୀକ। ଏହା କେବଳ ଏକ ପର୍ବ ନୁହେଁ, ଏକ ପର୍ବ ଉତ୍ସବ ଯାହା ସେମାନଙ୍କ ସମ୍ପର୍କକୁ ଦର୍ଶାଇଥାଏ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ସୁବର୍ଣ୍ଣପୁର ଭଳି ଅଞ୍ଚଳରେ ଏହି ପର୍ବ ବେଶ୍ ଲୋକପ୍ରିୟ। ଭାଇ ଜିଉନ୍ତିଆ ବା ଭାତୃଦ୍ୱିତୀୟା ପର୍ବ ଦୁର୍ଗା ପୂଜା ସମୟରେ ଅର୍ଥାତ୍ ଆଶ୍ୱିନ ମାସର ଶୁକ୍ଳ ପକ୍ଷରେ ଅଷ୍ଟମୀ ତିଥିରେ ପଡ଼ିଥାଏ। ଭାଇର ଦୀର୍ଘାୟୁ, ସୁଖ ଓ ସମୃଦ୍ଧି ପାଇଁ ଭଉଣୀମାନେ ଏହି ଦିନ ନିର୍ଜଳା ବ୍ରତ ରଖିଥାନ୍ତି। ପୂଜା ପରେ ଭଉଣୀମାନେ ଭାଇର ହାତରେ ଏକ ପବିତ୍ର ସୂତା ବାନ୍ଧନ୍ତି, ଯାହାକୁ ଜିଉନ୍ତିଆ କୁହାଯାଏ। କେତେକ ଅଞ୍ଚଳରେ ଏହାକୁ ଏକ ପ୍ରକାର ରାକ୍ଷୀ ଭାବରେ ମଧ୍ୟ ବିବେଚନା କରାଯାଏ। ଭଉଣୀ ଭାଇର କପାଳରେ ତିଳକ ଲଗାଇ ଦୀର୍ଘ ଜୀବନ ପାଇଁ କାମନା କରେ। ପର୍ବ ପୂର୍ବରୁ ଭାଇ ନିଜର ବିବାହିତା ଭଉଣୀମାନଙ୍କୁ ପିତ୍ରାଳୟକୁ ନିମନ୍ତ୍ରଣ କରେ। ଏହି ପରମ୍ପରା ଭାଇ ଭଉଣୀର ମିଳନର ଏକ ସୁନ୍ଦର ଅବସର ଅଟେ। ପୂଜା ଏବଂ ସମସ୍ତ ବିଧି ସମ୍ପନ୍ନ ହେବା ପରେ ଭଉଣୀମାନେ ଫଳ ଖାଇ ଉପବାସ ଭାଙ୍ଗିଥାନ୍ତି। ଏହି ପର୍ବରେ ମା ଦୁର୍ଗାଙ୍କୁ 108 ଦୁବଘାସ ଏବଂ ଅରୁଆ ଚାଉଳ ସହିତ ପୂଜା କରାଯାଏ। ଭଉଣୀମାନେ ଭାଇଙ୍କୁ ମିଠା ଏବଂ ଉପହାର ଦିଅନ୍ତି ଏବଂ ଭାଇମାନେ ମଧ୍ୟ ଭଉଣୀଙ୍କୁ ନୂଆ ପୋଷାକ ଏବଂ ଉପହାର ଦେଇଥାନ୍ତି। ପୌରାଣିକ ହିସାବରେ ଏହି ପର୍ବରେ ଉତ୍ପତ୍ତି ସମ୍ବନ୍ଧରେ ଏକ ଲୋକକଥା ପ୍ରଚଳିତ ଅଛି। ଜଣେ ଭଉଣୀ ତାଙ୍କ ଭାଇକୁ ଏକ ଦୁଷ୍ଟ ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଏହି ବ୍ରତ ରଖିଥିଲେ। ଭଉଣୀଙ୍କ ଦୃଢ଼ ଭକ୍ତି ଓ ସାହସକୁ ଦେଖି ଦେବୀ ଦୁର୍ଗା ସନ୍ତୁଷ୍ଟ ହୋଇ ତାଙ୍କ ଭାଇଙ୍କୁ ପୁନର୍ଜୀବନ ଦେଇଥିଲେ। ସେହି ଦିନଠାରୁ ଏହି ପରମ୍ପରା ଚାଲିଆସୁଛି। ଅନ୍ୟ ଏକ କଥାରେ ବର୍ଷା ଋତୁ ପରେ ଯେତେବେଳେ ମହାମାରୀ ବ୍ୟାପିଥାଏ, ସେତେବେଳେ ଭଉଣୀମାନେ ନିଜ ଭାଇର ସୁରକ୍ଷା ପାଇଁ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରନ୍ତି। ଭାଇ ଭଉଣୀ ସମ୍ପର୍କର ପ୍ରତୀକାତ୍ମକ ମହତ୍ତ୍ୱ। ନିଃସ୍ୱାର୍ଥପର ଭଲ ପାଇବା। ଏହି ଭଉଣୀର ଭାଇ ପ୍ରତି ଥିବା ନିଃସ୍ୱାର୍ଥପର ପ୍ରେମ ଏବଂ ତାଙ୍କ ମଙ୍ଗଳ ପାଇଁ ତ୍ୟାଗ ଦର୍ଶାଏ। ଯେତେବେଳେ ଭଉଣୀ ଭାଇର ହାତରେ ଜିଉନ୍ତିଆ ସୂତା ବାନ୍ଧେ, ଏହା ଏକ ପ୍ରକାର ସୁରକ୍ଷା କବଚ ବାନ୍ଧିବା ସଦୃଶ, ଯାହା ଭାଇକୁ ସମସ୍ତ ବିପଦରୁ ରକ୍ଷା କରେ। ଦୁବଘାସକୁ ଅମରତ୍ୱ
ସୁସ୍ଥତାର ପ୍ରତୀକ ଭାବରେ ଗ୍ରହଣ କରାଯାଏ, ଯାହାକୁ ପୂଜାରେ ବ୍ୟବହାର କରି ଭଉଣୀ ନିଜର ଭାଇର ଦୀର୍ଘ ଜୀବନ କାମନା କରେ। ଅରୁଆ ଚାଉଳକୁ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ପର୍ବ ସମୟରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଡାଲ ଖାଇ ନୃତ୍ୟର ଆୟୋଜନ କରାଯାଇଥାଏ। ଏହି ନୃତ୍ୟ ସାମାଜିକ ସମାବେଶକୁ ପ୍ରୋତ୍ସାହିତ କରିବା ସହିତ ପର୍ବର ଖୁସିକୁ ବଢ଼ାଇଥାଏ। ଭାଇ ଜିଉନ୍ତିଆ ଓଷା କଥା ନାମକ ଏକ ପୁସ୍ତକ ମଧ୍ୟ ଉପଲବ୍ଧ ଅଛି, ଯାହା ଏହି ପର୍ବର ଇତିହାସ ଓ ମହତ୍ତ୍ୱକୁ ବର୍ଣ୍ଣନା କରେ। ଏହି ପର୍ବ ସମଗ୍ର ପରିବାରକୁ ଏକାଠି ହେବାର ଏକ ସୁଯୋଗ ଦେଇଥାଏ, ବିଶେଷ କରି ବିବାହିତ ଭଉଣୀକୁ ସେମାନଙ୍କର ପିତ୍ରାଳୟକୁ ଆଣିଥାଏ। ଭଉଣୀ ଓ ଭାଇର ମିଠା ଉପହାର, ଏକ ନୂଆ ପୋଷାକ ଆଦାନ ପ୍ରଦାନ କରି ନିଜ ଭଲ ପାଇବା ପ୍ରକାଶ କରିଥାଏ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଛି, ପ୍ଲିଜ୍ ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ନମସ୍କାର।